ନୂଆ ବସ୍ଷ୍ଟାଣ୍ଡଠାରେ ସୁନା ଚେନ୍ ଚୋରି ପରେ ସହରର ବିଭିନ୍ନ ସ୍ଥାନରେ ପୋଲିସର ଚେକିଂ। ଗଜପତି ଜିଲ୍ଲା ପାଳାଖେମୁଣ୍ଡିରେ ଆଜି ମଙ୍ଗଳବାର 2 ପ୍ରହରରେ ଜଣେ ମହିଳାଙ୍କଠାରୁ 2 ଦୁର୍ବୃତ୍ତ ପଲ୍ସର ବାଇକ୍ରେ ଆସି ସୁନା ଚେନ୍ ଟାଣି ନେଇ ଯାଇଥିଲେ, ଯାହାକି ପାରଳା ପୋଲିସକୁ ପୁଣି ଚୋରର ଚ୍ୟାଲେଞ୍ଜ ମିଳିଥିଲା। ଆଜି ଏନେଇ ପାଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗାଡ଼ି ଆଦିର ଚେକିଂ କରାଯାଇଛି। ଏ ବାବଦକୁ ବହୁ ବାଇକ୍ ଅଟକାଇ ଗାଡ଼ିଗୁଡ଼ିକର କାଗଜପତ୍ର ଏବଂ ଚାଳକମାନଙ୍କ ଲାଇସେନ୍ସ ତଥା ପରିଚୟ ଯାଞ୍ଚ କରାଯାଇଛି। ହେଲେ ଚୋର କୁଆଡ଼େ ଗଲା ସେ ଖବର କାହାକୁ ମିଳିନି କି ମିଳିବ କି ନାହିଁ ତାହା କହିହେବନି ବୋଲି ସାଧାରଣରେ କଥା ହେଉଛନ୍ତି।